ଅତାପାଖ ବ୍ରିଜ୍ ନିକଟରେ ଚଢ଼ାଉ ବାଲି ବୋଝେଇ ଟ୍ରାକ୍ଟର ଜବତ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଅତାପାଖ ବ୍ରିଜ୍ ନିକଟରେ ଜିଲ୍ଲା ଡିଡି ମାଇନିଂ ଅଧିକାରୀଙ୍କ ଚଢ଼ାଉ ବାଲି ବୋଝେଇ ଟ୍ରାକ୍ଟର ଜବତ ଥାନାରେ ଅଟକ। ସୂଚନା ମୁତାବକ ଜିଲ୍ଲା ମାଇନିଂ ଅଫିସର ଅଶୋକ କୁମାର ମହାନ୍ତି ଓ ଶେଖର କୁମାର ମଲ୍ଲିକଙ୍କ ନେତୃତ୍ୱରେ ସୁକିନ୍ଦା ପୋଲିସ ଓ ତହସିଲ କର୍ମଚାରୀଙ୍କ ସହଯୋଗରେ ଅତାପାଖ ବ୍ରିଜ୍ ନିକଟରେ ମିଳିତ ଚଢ଼ାଉ କରାଯାଇ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇ ସୁକିନ୍ଦା ଥାନାରେ ଅଟକ ରଖାଯାଇଥିବା ଶନିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି। ବାଲି ବୋଝେଇ ଟ୍ରାକ୍ଟର ଉପରେ ପାଖାପାଖି 2 ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।